ଆସନ୍ତା ଜାଗର ଯାତ୍ରା ନିମନ୍ତେ ଶୈବପୀଠ ମୀନାଝୁଲାରେ ସ୍ଥିତି ସମୀକ୍ଷା କଲେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲ୍ଲୀପ। ଶୁକ୍ରବାର ଅପରାହ୍ନ ପ୍ରାୟ 4:15 ସମୟରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଅଭିଷେକ ଦିଲ୍ଲୀପ ଶୈବପୀଠ ମୀନାଝୁଲା ପରିଦର୍ଶନ କରିଥିଲେ। ଆସନ୍ତା ଜାଗର ଯାତ୍ରା ନିମନ୍ତେ ଏଠାରେ କିପରି ସୁରୁଖୁରୁରେ ଯାତ୍ରା ଅନୁଷ୍ଠିତ ହେବ ସେ ନେଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରକାଶ ଥାଉ କି ଏହି ଶୈବପୀଠ ମୀନାଝୁଲାରେ ପ୍ରତିବର୍ଷ ଜାଗର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଡ଼ୋଶୀ ଛତିଶଗଡ଼ରୁ ହଜାର ହଜାର ସଂଖ୍ୟକ ଭକ୍ତ ଆସି ଏଠାରେ ଭଗବାନ ଶିବଙ୍କ ଦର୍ଶନ କରିଥାନ୍ତି। ଏହି ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି କିପରି ଏଠାରେ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଅନୁଷ୍ଠିତ ହୋଇପାରିବ ଏବଂ ଯାତ୍ରୀ ଏବଂ ଭକ୍ତମାନେ କିପରି ଶାନ୍ତି ଶୃଙ୍ଖଳାର ସହ ଭଗବାନଙ୍କ ଦର୍ଶନ କରିପାରିବେ ସେ ନେଇ ଏଠାରେ ସ୍ଥିତି ସମୀକ୍ଷା କରିଥିଲେ। ଉପଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଚନ୍ଦ୍ରପୁର ତହସିଲଦାର, ଅତିରିକ୍ତ ତହସିଲଦାର, ସ୍ଥାନୀୟ ଥାନା ଅଧିକାରୀ ଏବଂ ମୀନାଝୁଲା କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।